ଯେତେ କୁଣିଆ ଘର ଯୁଆଡ଼େ ଗଲେ ବି ସବୁଠାରୁ ମନ ପସନ୍ଦର କୁଣିଆ ଘର କୋଉଟା? ହଁ, ସେଇ ମାମୁଁ ଘର। ଆଉ ସେଇ ମାମୁଁ ଘରକୁ ଆଜି ଯାଇ ମୁଁ ଆମ ଘରକୁ ଫେରୁଥିଲି। ତ ମନରେ ଥାଏ ବହୁତ ସାରା ଦୁଃଖ। ହେଲେ କ'ଣ କରିବା, ଏଇ ଜଞ୍ଜାଳମୟ ଜୀବନରେ ପୁଣି ନିଜ କର୍ମକ୍ଷେତ୍ରକୁ ତ ଫେରିବାକୁ ପଡ଼ିବ ନା। ହଉ, କଥାରେ କଥାରେ ମୁଁ ଆସି ପହଞ୍ଚିଗଲି ଆମ ଘର ପାଖରେ। ଆଉ ଏଇଠି ଦେଖା ହେଲା ଆମର ଗୋଟେ କୁନି ଝିଅଟେ, ଯିଏକି ଆମ ଉପର ଦିଦିଙ୍କ ପାଖକୁ ଟ୍ୟୁସନ୍ ଆସୁଛି। ଆଉ ସେ ସବୁବେଳେ ମୋତେ ଦେଖିଦେଲେ ଏମିତି ଆଶ୍ଚର୍ଯ୍ୟ ହେଇକି ଅନାଏ। କାହିଁକି ଜାଣି ମୁଁ ଜାଣେ ନା। ଆସୁ ଆସୁ ମାମାକୁ ଦେଇଦେଲି ଚାଉମିନ, ଆଉ ସେ ମୋତେ ବାଢ଼ିକି ଦେଇଦେଲା। ମୁଁ ବାହାରୁ ଟିକେ ଆଣିଥିଲି, ଆଉ ମିଶିକରି ଆମେ ଚାଉମିନ ଖାଇଦେଲୁ। କି ନାଇଁ, ମାମା କହିଲା ଯା ପାଠ ପଢ଼ିବୁ। ଆଉ ମୁଁ ବସିଗଲି ପାଠ ପଢ଼ିବା ପାଇଁ। ହଁ ମ, ଏଇଟା ଟାଇମ୍ ଲାପ୍ସ ଦେଇଦେଇଛି, ଏତେ ଜଲ୍ଦି ଜଲ୍ଦି କ'ଣ ପଢ଼ିଦେବି? ମୁଁ କ'ଣ ବିବେକାନନ୍ଦ? ମୁଁ ଯାଇଥିଲି ମାମାକୁ ଟିକେ ସାହାଯ୍ୟ କରିବା ପାଇଁ। ମୁଁ କରିଥିଲି ଅଣ୍ଡା ତରକାରୀ, ମାମା କରିଥିଲା ଡାଲମା ଆଉ ଭଜା। ଆମେ ମିଶିକି 2 ଜଣ ହିଁ କରିଥିଲୁ। ମାମାର ଆଜି ଥିଲା ନାଇଟ୍ ଡ୍ୟୁଟି, ସେଥିପାଇଁ ଆମେ 2 ଜଣ ଜଲ୍ଦି ଜଲ୍ଦି ଖାଇଦେଇ ବାବାଙ୍କ ପାଇଁ ଖାଇବା ରଖିଦେଇ ମାମା ଯାଇଥିଲା ଡ୍ୟୁଟି ଆଉ ମୁଁ ଯାଇଥିଲି ଶୋଇବା ପାଇଁ। ଟାଟା।